ମାନୁ ହାଣ୍ଡିଶାଳକୁ ଆପଣମାନଙ୍କୁ ସ୍ୱାଗତ। ଆଶା କରୁଛି ମୁଁ ଭଲରେ ଅଛି, ଆପଣମାନେ ସମସ୍ତେ ଭଲରେ ଥିବେ। ତ ଆଜି ସକାଳ ଜଳଖିଆରେ କିଛି କୋବି ଆଉ ଗାଜରକୁ ଚପ୍ କରିଦେଇଥିଲି। ତାକୁ ଗୋଟେ ସାଇଡ଼ରେ ରଖି ଗୋଟେ କଢ଼େଇ ନେଇଗଲି। କଢ଼େଇରେ କିଛି ପାଣି ଆଉ ଟିକେ ଲୁଣ ଦେଇଦେଲି। ତା ସହିତ ଟମାଟୋ, ରସୁଣ, କଞ୍ଚା ଲଙ୍କା ଦେଇକି ତାକୁ ସିଝେଇ ଦେଲି। ସିଝି ସାରିଲା ପରେ ଟମାଟୋର ଚୋପା ଛଡ଼େଇ ଦେବେ। ତାପରେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଆମ୍ବ କଷିଆ ଅଦା ଆଉ ଧନିଆ ପତ୍ର, ବ୍ଲାକ୍ ସଲ୍ଟ ଆଉ ସିଝା ହେଇଥିବା ଜିନିଷ ଗୁଡ଼ା ସବୁ ପକାଇଦେବେ। ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ତ ବନିଗଲା ଚଟଣି। ତାପରେ ଏସବୁ ଯାହା ନେଇଛି ପିଆଜ ପକାଇକି ତାକୁ ସବୁ ଟିକେ ଭଜାଭଜି କରିଦେଇକି ମସଲା ରେଡ଼ି କରିଦେଲି। ତ ଯେତିକ ଗୁଣ୍ଡ ମସଲା ଅଛି ସବୁ ପକାଇଦେବେ। ଲାଷ୍ଟରେ ଟିକେ ବନ୍ଧାକୋବି ଦେଇଦେବେ। ବନ୍ଧାକୋବିଟା ଟିକେ ଟାଣ ଟାଣ ରହିଲେ ଖାଇବାକୁ ଟିକେ ଭଲ ଲାଗିବ। ତ ପୁଅ ଆସିଗଲା, ମାମା କ'ଣ ବନାଉଛ? ତାପରେ ଚିଲି ସସ୍, ଟମାଟୋ ସସ୍ ଦେଇକି ମସଲାଟାକୁ ଟିକେ ଭଲସେ ଭାଜିଦେଲି। ତାପରେ ଲାଷ୍ଟରେ ଧନିଆ ପତ୍ର ଦେଇଦେଲି। ଧନିଆ ପତ୍ର ଦେଇକି ମସଲାଟା ଦେଖନ୍ତୁ ରେଡ଼ି ହେଇଗଲା। ତାପରେ ସେପଟରେ ଗୋଟେ ତାୱା ବସାଇ ଦେଇକି, ତାୱା ଗରମ ହେଇଗଲାଣି ତ ପିଠଉଟା ଦେଇକି ତାକୁ ଗୋଲ କରିକି ଦେଲି। ଦେଖନ୍ତୁ ମୋ ପୁଅ ଆସିଗଲା, ମାମା ଖାଇବାକୁ ଦିଅ। ତ ତା ଦେହରେ ମସଲା ରେଡ଼ି କରିଦେଲି। ମସଲା ରେଡ଼ି କରିସାରିଲା ପରେ ଦେଖନ୍ତୁ ଏମିତି ରାଉଣ୍ଡ ରାଉଣ୍ଡ କରିଦେଲି। ଯେମିତି ରାଉଣ୍ଡ କରିଦେଇଛି କେତେ ସୁନ୍ଦର ଦେଖାହେଉଛି। ଆକୁ ସେ ଟମାଟୋ ଚଟଣି ସହିତ ଖାଇବେ, ବଢ଼ିଆ ଲାଗିବ। ତ ରହିଲି, ଜୟ ଜଗନ୍ନାଥ।